गोटे प्रश्न अच्छी मारी बसे भी धन छाड़ी नहीं जेते रड़ी कले छाड़ी नहीं मारी देची नाभि तल को मन अच्छी मोर नीलांचल को बाले कोन सुकिला सुकिला पचार देले की हां सुकिला रे पचार देले हौ किछि देलेनी आ ए शुणिबटी सबाजने मोहन कोन देई शुणिबटी सबाजने मोहन कोन देई बाबू को प्रश्न उत्तर देवा हे बुझाई केरे सुंदरिया कथा बतारी देला ए सब मदरे आज गहिली जानो विष्णु के सरी पुराणे बाबू मन विष्णु केशरी पुराण कही बाछी विष्णु केशरी पुराण कही बाछी हिरण्य कश्यप बोली तार नाम लीलावती भारी जाई बहन लीलावती गर्भे प्रहलाद रहिला प्रहलाद पृथ्वी जन्म होइछि जते बेले प्रहलाद जन्म को होइला तारे पड़ी विष्णु नाम उच्चारण कला ताहा देखी हिरण्यक्ष क्रोध आचरिला केरे रे दुर्बल कुमार विनाश करिला तार नाम नेउछु कुमार रे भोला सोदन प्रहलाद को देला कश्यप जते विपद उद्धार करिले नारायण जते बेले प्राणदंड देवी तब हिला प्राणदंड नारायण रखिले भोला शेषरे मृत्यु दंड प्रहलाद देला अंतर्गत जानी देले प्रभु जय भोला केरे नष्ट कश्यप देह
ପାଇବ ହୋଇଥିଲେ ବଳବନ୍ତ ଏତେ ବିଚାରି ନାରାୟଣ ତହୁ ଚଳିଲେ স্তম্ভ ମଧ୍ୟରେ ବାବୁ ବିରାଜ କଲେ ଭୟ ପ୍ରହ୍ଲାଦ ହିରଣ୍ୟ କଶ୍ୟପ ଜର୍ଜରିତ ହେଲା କାହିଁ ତୋର ପ୍ରଭୁ ଦେଖାରେ ବୋଇଲା ভয়রে কশ্যপ যে সে প্রহ্লাদ এই স্তম্ভে মোর প্রভু রহিଅଛି ধব ଏହା କହି ହିରଣ୍ୟ କ୍ରୋଧ ଆଚରିଲା স্তম্ভটাକୁ ଯାଇ ଗଦା ପ୍ରହାର କରିଲା স্তম্ভ ମଧୁ ବାହାରିଲେ ପ୍ରଭୁ ନାରାୟଣ ନରସିଂହ ରୂପକୁ ଧରି ଦେଲେ ତକ୍ଷଣ ଜାନୁ ଉପରେ କଶ୍ୟପ ରଖିଲେ ନାଭି ଭିତରକୁ ଯେ ନଖ ମାରିଲେ ପ୍ରହ୍ଲାଦ ଅନ୍ତ ନାଡ଼ି ଭଗବାନ ହାତେ ରହିଅଛି ମନ ଦେଖ ନିରାଞ୍ଚଳେ ତ ପୂର୍ବ ଦିନ ଜୟ ବିଜୟ ରୂପକୁ ଦେଖିଲା ତୁମ୍ଭତେ ମରିବୁ ଆମ୍ଭେ ଯେତ ଭଲା ପୂର୍ବର ଅଭିଶାପ ରହିଅଛି ଜାଣ ହିରଣ୍ୟ ହିରଣ୍ୟାକ୍ଷ ବୋଲି ଦୁଇ ଭାଇ ନାମ ନୃସିଂହ ଅବତାରେ ବିନାଶ କରିଲେ ପୁଣି ଯାଇ ବୈକୁଣ୍ଠପୁରେ ବସିଲେ ମନ କି ପାଇଲା ଭଲେ ଆହେ ବିଦୁଷ ମନ କି ପାଇଲା ଭଲେ ଆଜ୍ଞା ପ୍ରହ୍ଲାଦ ହେଲେ ପ୍ରହ୍ଲାଦ ଯେତେବେଳେ ବିଷ୍ଣୁ ଭକ୍ତ ହେଲା ଆଜ୍ଞା ଶ୍ରୀହରି ଶ୍ରୀହରି ଉଚ୍ଚାରଣ କରିଲା আচ্ছা ହିରଣ୍ୟ କଶ୍ୟପ କହିଲା ରେ ମୂର୍ଖ ବରାହ ଅବତାରରେ ମୋର ଭାଇକୁ ବିନାଶ କଲା ସେଇ ହରି হ্যাঁ ତା ନାଁଟା ତୁ ତୁଣ୍ଡରେ ଧରୁଛୁ ତତେ ପ୍ରାଣଦଣ୍ଡ ଦେବି ଆଜ୍ଞା চন্দন ଶେଷ ବେଳେ ଯେତେବେଳେ ମୃତ୍ୟୁଦଣ୍ଡ ଦେଇଛି ଆଜ୍ଞା ଚିନ୍ତା କରିଦେଲା ପ୍ରହ୍ଲାଦ ବ୍ରଜ ସୁନ୍ଦର ହେ ଦେଖା ଦିଅ ଏଥର ହେ ଦେଖା ଦିଅ ଏଥର ଦୀନ ଜନ ଧାରେ ପ୍ରଭୁ ସୁଦୟା କର দেখা দিয়া স্তম্ভটাକୁ ବନ୍ଦନ କରିଦେଲା ଭଗବାନ ଆଜ୍ଞା କାଠ ଭିତରେ ଆଜ୍ଞା ଭଗବାନ ରହିଗଲେ ନରସିଂହ ଅର୍ଥାତ ମନୁଷ୍ୟ ଶରୀର ମୁଖଟା ସିଂହର ଆକାର ନରଧାସୀ ହଁ ଯୁକ୍ତ କଲେ ହେଲା ନରସିଂହ হ্যাঁ ଆଜ୍ଞା ନରସିଂହ ଅବତାର ହେଇ କଲେ କଣ ହିରଣ୍ୟ କାଶ୍ୟପକୁ ଜଙ୍ଘ ଉପରେ ପକେଇ ଦେଲେ ନାଭିକୁ ଆଜ୍ଞା ଭଲ। ନଖଟା ମାରିଦେଲେ ଆଜ୍ଞା হ্যাঁ
ହ୍ୟାଲୋ ସେତେବେଳେ ହିରଣ୍ୟ କହିଲା ହେ ପ୍ରଭୁ ହଁ ସତ୍ୟ ଯୁଗରେ ତୁମର ଆମେ ଦି ଭାଇ ଜୟ ବିଜୟ ତୁମର ଦୂତ ହୋଇଥିଲୁ ଅସୁର ପ୍ରକୃତି କଲୁ ବୋଲି ଋଷିଙ୍କର କେଶକୁ ଟଣା ଉଟରା କଲୁ ବୋଲି ହଁ। ମା ଲକ୍ଷ୍ମୀ ଅଭିଶାପ ଦେଇଥିଲେ ଆମେ ଅସୁର ଜନ୍ମ ପାଇଲୁ ଆଚ୍ଛା ଏ ଅସୁର ଜନ୍ମରୁ ମୁକ୍ତ କର ଆଜ୍ଞା ବୈକୁଣ୍ଠପୁରରେ ସ୍ଥାନ ଦେଲେ